ଜାନୁଆରୀ ମାସ 30 ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା ପଞ୍ଚପଡ଼ାଠାରେ ଅନୁଷ୍ଠିତ ହେବାକୁ ଥିବା ଗାନ୍ଧୀ ନୂଆଖାଇ ପାଇଁ ଗାନ୍ଧୀ ବିଚାର ମଞ୍ଚ ତଥା ଗ୍ରାମବାସୀଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି କ୍ରମରେ ଆଜି ଗାଁର ବରିଷ୍ଠ ନାଗରିକ ତଥା ଗାନ୍ଧୀ ବିଚାର ମଞ୍ଚର ଶ୍ରୀ ରୂପାନନ୍ଦ ଚୌଧୁରୀ ଓ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଗାଁରେ ଘରକୁ ଘର ବୁଲି ମୁଠି ଭିକ୍ଷା କରାଯାଇଥିଲା। ଏଥିରେ ଗାଁର ସଂକୀର୍ତ୍ତନ୍ୟ ମଣ୍ଡଳୀ ରଘୁପତି ରାଘବ ରାଜାରାମ ଗାନ କରି ଗାଁ ପରିକ୍ରମା କରିଥିଲେ। ଗାନ୍ଧୀ ବିଚାର ମଞ୍ଚର ପ୍ରାଧ୍ୟାପକ ତପନ କୁମାର ବାରିକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ମେହବୁବ ମହତାବ, ରାଧାମୋହନ ପାଣ୍ଡେ, ବିରାଟ ରାଜା ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗାଁ ପରିକ୍ରମାରେ ସାମିଲ ହୋଇଥିଲେ। ଗାନ୍ଧୀ ନୂଆଖାଇ ପାଳନ ପାଇଁ ଗ୍ରାମବାସୀ ସ୍ୱତଃପ୍ରବୃତ୍ତ ଭାବରେ ପନିପରିବା, ଡାଲି, ଚାଉଳ ଇତ୍ୟାଦି ଯୋଗାଇ ଦେବେ ବୋଲି କହିବା ସହ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ।